ଜୟ ମା ଆକର୍ଷଣୀ ଆସନ୍ତୁ ମା ଆକର୍ଷଣୀକୁ ଆଜି ଦର୍ଶନ କରିବା। ଖରାଦିନେ ତେଣୁ ବହୁତ ଗରମ ଖରା ହେଉଛି। ଖରାଦିନେ ଟିକିଏ ଭିଡ଼ କମ୍ ରୁହେ, ନହେଲେ ବର୍ଷ ତମାମ ଭକ୍ତଙ୍କ ଭିଡ଼ ଲାଗି ରୁହେ। ଏଇଟା ମେନ୍ ଗେଟ୍ରୁ ବର୍ତ୍ତମାନ ମୁଁ ପ୍ରବେଶ କରିକି ପାହାଡ଼ ଉପରକୁ ଯାଇକି ଆପଣଙ୍କୁ ସବୁ ଦେଖେଇବି କେଉଁଠି ପୂଜା ହେଉଛି, କେମିତି କ'ଣ ହେଉଛି। ଆସୁ ଆସୁ ନାଗଦେବଙ୍କର ଦର୍ଶନ ହେଇଗଲା। ହାଲକା ବାଲାନ୍ସ ରଖିକି ମୁଁ ବର୍ତ୍ତମାନ ପାହାଡ଼ ଉପରକୁ ଚଢ଼ୁଛି। ପାହାଚ ତ ଅଛି, ପୁରା ଚଉଳା ପାହାଚ, ପ୍ରୋବ୍ଲେମ୍ କିଛି ନୁହଁ। ଆରାମସେ ଉଠି ହେବ ଉପରକୁ, ଆରାମସେ ଓହ୍ଲାଇ ହେବ। ଏ ପୀଠର ଲୋକେସନ୍ ଝାଡ଼ଖଣ୍ଡ ରାଜ୍ୟର ଚାଇଁବସା ଠାରୁ 30 ବା 40 କିଲୋମିଟର ଦୂର ଖରସୁଆଁରେ ଅବସ୍ଥିତ। ମାଆଙ୍କ ପାଖରେ ବିଶ୍ୱାସର ସହିତ ମାନସିକ କଲେ ମନସ୍କାମନା ନିଶ୍ଚିତ ପୂରଣ ହୁଏ, ଏଥିରେ କିଛି ସନ୍ଦେହ ନାହିଁ। ଠିକ୍ ଅଛି, ମୁଁ ଉପରକୁ ଧୀରେ ଧୀରେ ଯାଉଛି। ଏଇଟା ପାହାଚ ତ ଅନେକ ଗୁଡ଼ା ଅଛି, ପ୍ରାୟ 400 ପାଖାପାଖି ହେବ। ଠିକ୍ସେ ତ ମୁଁ ଗଣିନି, ଦେଖିବା ଗଣିବା, ଟାଇମ୍ ମିଳିଲେ ଗଣିବା। ଗରମ ପ୍ରବଳ ହେଉଛି ନା, ଏଇଟା ତଳ ପଟେ ଯିବା ପାଇଁ, ପୁଣି ସେପଟେ ଉପରକୁ ମୁଁ ପୁଣି ଯାଉଛି ମାଆଙ୍କ ପାଖକୁ। ଆଉ ମାଆଙ୍କ ପାଖକୁ ଯାଇକି ଆପଣଙ୍କୁ ଦେଖେଇବି। ବର୍ତ୍ତମାନ ମୋ ମାଆଙ୍କ ପାଖରେ ପହଞ୍ଚିଗଲି। ଦେଖନ୍ତୁ କେମିତି ପୂଜା ଅର୍ଚ୍ଚନା ହେଉଛି। ଲୋକଙ୍କ କହିବା କଥା, ଆଗରୁ ଗୋଟେ ଗୁମ୍ଫା ଭିତରେ ମାଆଙ୍କୁ ପୂଜା କରାଯାଉଥିଲା। ଯେଉଁ ପୂଜାରୀ ସିଏ ଦିନେ ଯାଇଥିଲେ ଭୋଗ ଦେଇକି ତାଙ୍କ ନୋଟା, ଆମ କେଉଁଝରରେ ନୋଟା କୁହନ୍ତି, ଆଉ କେହି ଢାଳ ବି କହୁଥିବେ। ସେ ନୋଟାଟିକୁ ଆଣିବା ପାଇଁ ଯେତେବେଳେ ପୂଜାରୀ ଗଲା, ଦେଖିଲା ଯେ ମାଆ ବାହାରକୁ ବାହାରିକି ତାଙ୍କର କ'ଣ ଭୋଗ ମାନେ ଭୋଜନ କରିଛନ୍ତି ଭୋଗ। ତ ପୂଜାରୀକୁ ମାଆ ଦେଖିଦେଲେ ଯେମିତି ରାଗରେ ଚିଡ଼ି ହେଇଗଲେ ଏବଂ ସେ ନୋଟାଟାକୁ ଫୋପାଡ଼ି ଦେଲେ। ଡାଇରେକ୍ଟ ଫିଙ୍ଗିଲେ, କହିଲେ କ'ଣ, ଯେଉଁଠି ନୋଟାଟା ପଡ଼ିବ ସେଇଠି ଯାଇକି ତୁ ପୂଜା କରିବୁ। ସେଇଦିନଠୁ ଏଇ ପାଖରେ ପୂଜା ହେଉଛି, ନହେଲେ ଆଗରୁ ଗୋଟେ ଗୁମ୍ଫା ଭିତରେ ପୂଜା ହେଉଥିଲା। ସେ ଗୁମ୍ଫାଟିକୁ ମୁଁ ଦେଖେଇବି, କିନ୍ତୁ ଗରମ କାରଣରୁ ଚାରିପଟେ ମୁଁ ବୁଲି ପାରୁନି। ନେକ୍ସଟ ଟାଇମ୍ କେବେ ଆସିବି ଚାରିପଟେ ବୁଲିବି ଏବଂ ଟୋଟାଲ୍ ସବୁ ଦେଖେଇବି। ତଥାପି ଯେତିକି ହେଉଛି ମୁଁ ଦେଖିବା ପାଇଁ ଚେଷ୍ଟା କରିବି। ଯେଉଁ ଜାଗା ମୁଁ ଯିବି ସେ ଜାଗା ସବୁ ଦେଖାଉଛି। ଏଇପଟେ ପାହାଡ଼, ଏଇଟା ଦେଖନ୍ତୁ ପାହାଡ଼ ସବୁ ଟପ୍ଟା, ଏଇଟା ପାହାଡ଼ର। ଆଗରୁ ଗୋଟେ କାରଖାନା ଦେଖାଯାଉଛି, ପ୍ରାୟ ସିମେଣ୍ଟ ପ୍ଲାଣ୍ଟଟା କ'ଣ ପ୍ଲାଣ୍ଟଟା କେଜାଣି, ପାଖରେ ଗୋଟେ ପ୍ଲାଣ୍ଟ ଅଛି। ଏଇଟା ପୁରା ଟପ୍ଟା, ପୁରା ପାହାଡ଼ ଉପରଟା ଦେଖିବା ପାଇଁ ପୁରା ଗାଜା ଭିଉ, ପୁରା ମନ ଭରିଯିବ, ବଢ଼ିଆ ପୁରା ଦେଖିବା ପାଇଁ। ଓକେ, ମୁଁ ତ ଏ ବର୍ଷ ଆପଣମାନଙ୍କୁ ଭଲ ଭାବରେ ଚାରିପଟେ ବୁଲେଇକି ଦେଖେଇ ପାରିଲିନି। ନେକ୍ସଟ ଟାଇମ୍ ଆସିଲେ ନିଶ୍ଚୟ ଚାରିପଟେ ବୁଲେଇକି ଦେଖେଇବି। ତ ମୁଁ ତଳକୁ ବର୍ତ୍ତମାନ ଓହ୍ଲାଉଛି। ଆପଣମାନେ ଲାଇଫ୍ରେ ଥରେ ହେଲେ ମାଆକୁ ଦର୍ଶନ କରିବା ପାଇଁ ନିଶ୍ଚୟ ଆସିବାକୁ ଚେଷ୍ଟା କରିବେ। ମାଆକୁ ଭଲ ପାଉଥିଲେ କମେଣ୍ଟ ବକ୍ସରେ ଦୟାକରି ମାଆ ଲେଖିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରିବେ। ଧନ୍ୟବାଦ।